तेबे आज आमे कथा हेबा भारत सरकारंको किछि बहुत ही गुरुत्वपूर्ण कमिटी आउ कमिशन विषय एगुड़िक केवल परीक्षा पई किछि ना आउ तारीख नुए बरं एगुड़िक पछरे माने स्वाधीन भारतर पूरा यात्राटा लुचि रहिछि। आमे देखिबा केमुति देश गठनरु आरंभ करी सामाजिक न्याय पर्यंत एही कमिशन गुड़िक बाट देखाइछन्ति। एकदम ठीक कथा। एही कमिशन गुड़िक हेउछि आम नीति निर्धारणर कोन कहंती माइल खुंट। प्रत्येक कमिशन गोटे निर्दिष्ट समस्यार समाधान पाई ही गढ़ाइथिला। तेणु जदि आमे तार पृष्ठभूमि को बुझिबा ताहले तांकर सुपारिशर महत्व आहुरी स्पष्ट होई जिवो। ठीक अछि, तेबे चलंतु आरंभ रे ही आरंभ करिबा। हंटर कमिशन एहाकु तो लॉर्ड रिपन गठन करथिले आउ एहार मुख्य काम थिला 1854 रो जो वुड्स डिस्पैच थिला तारो कार्यकारिता को देखिबा। सेही डिस्पैच को तो भारतीय शिक्षार मैग्ना कार्टा कुहा जाउथिला, तेणु तार प्रभाव केते दूर पढ़िला सेटा जानिबा बोधे जरूरी थिला। हाँ, आउ एही कमिशनर सबुठु बड़ फोकस थिला प्राथमिक और माध्यमिक शिक्षा उपरे। सेमाने सीधा सीधा कहिले जे प्राथमिक शिक्षा पाई सरकार अधिक टंका देबा दरकार। परिचालना भार सरकार निजे न नेई सेमाने कहिले एहाकु स्थानीय संस्था को दे दियो, जेमति कि जिला बोर्ड किंबा म्युनिसिपल बोर्ड। एहाकु आमे शिक्षार विकेंद्रीकरण कहि परिबा नय कि? अच्छा, आउ सबुठु बड़ कथा हैला शिक्षादान रो माध्यम। सेमाने स्थानीय भाषा माने मातृभाषा उपरे जोर देले। से समय रे एहा एक बहुत बड़ पदक्षेप थिला, कारण सेतेबेले तो शिक्षा माने लोके इंग्राजी शिक्षा ही बुझुथिले। एहा द्वारा प्रथम थर पई गाँ गहळीर पिलांक पाखरे शिक्षा पहुँचिबे टिके सहज हला। हाँ, आउ एहा छड़ा महिला, निम्न जाति एवं मुसलमान संप्रदायर शिक्षा पाई भी स्वतंत्र ध्यान दबाको कहिथिले। तेणु जदि आमे मोटामोटी भावे देखिबा हंटर कमिशनर मूल उद्देश्य थिला प्राथमिक शिक्षा को साधारण लोकंका पाखरे पहुंचाइबा। तेबे हंटर कमिशन तो मूलदुआ पकेला, किंतु एहा एक उपनिवेशी शासनर आवश्यकता थिला। स्वाधीनता परे तो पूरा दृश्यपट बदली गला। सेतेबेले गोटे नुआ देश पई एक नुआ शिक्षा नीति दरकार थिला। एइठु बोधे कोठारी कमिशन रो काम आरंभ हुए, ठीक ना? निश्चय 1964 मसीहारे डॉक्टर डी.एस. कोठारीଙ୍କ अध्यक्षतारे गठित एही कमिशनर परिसर माने बहुत ही व्यापक थिला। ଏହା କେବଳ ପ୍ରାଥମିକ ଶିକ୍ଷାରେ ଅଟକି ନଥିଲା। ଏହା ପ୍ରାଥମିକ ସ୍ତରରୁ ଆରମ୍ଭ କରି ବିଶ୍ୱବିଦ୍ୟାଳୟ ସ୍ତର ପର୍ଯ୍ୟନ୍ତ ପୁରା ଶିକ୍ଷା ବ୍ୟବସ୍ଥାର ସମୀକ୍ଷା କରିଥିଲା। ଏହାର ରିପୋର୍ଟର ନାଁ ହିଁ ଥିଲା ଶିକ୍ଷା ଏବଂ ଜାତୀୟ ବିକାଶ। ଆଉ ଏହି କମିଶନ ହିଁ ସେହି ପ୍ରସିଦ୍ଧ 10+2+3 ପ୍ୟାଟର୍ନର ସୁପାରିଶ କରିଥିଲା, ଯାହା ଆଜି ପର୍ଯ୍ୟନ୍ତ ଆମ ଶିକ୍ଷା ବ୍ୟବସ୍ଥାରେ ଗୋଟେ ପ୍ରକାର ମେରୁଦଣ୍ଡ। ଏତେ ବର୍ଷ ପରେ ବି ଏହା କେମିତି ଏତେ ପ୍ରାସଙ୍ଗିକ ହୋଇ ରହିଛି? ଦେଖନ୍ତୁ, କାରଣ ଏହା ସାରା ଦେଶ ପାଇଁ ଗୋଟେ ସମାନ ଢାଞ୍ଚା ଦେଲା। ଆଉ ଗୋଟେ ବଡ଼ କଥା, 6ରୁ 14 ବର୍ଷ ପିଲାଙ୍କ ପାଇଁ ମାଗଣା ଆଉ ବାଧ୍ୟତାମୂଳକ ଶିକ୍ଷା। ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ ଥିଲା। ଆଚ୍ଛା, ଏହି କମିଶନ କମନ ସ୍କୁଲ ସିଷ୍ଟମ ବା ସାଧାରଣ ବିଦ୍ୟାଳୟ ବ୍ୟବସ୍ଥା ଉପରେ ବି ବହୁତ ଜୋର ଦେଇଥିଲା। ଗୋଟିଏ ଅଞ୍ଚଳର ସବୁ ପିଲା, ସେମାନଙ୍କର ଜାତି, ଧର୍ମ କିମ୍ବା ଆର୍ଥିକ ସ୍ଥିତି ଯାହା ବି ହେଉନା କାହିଁକି, ସମସ୍ତେ ଗୋଟିଏ ସ୍କୁଲରେ ପଢ଼ିବେ। ଏହାର ମୂଳ ଉଦ୍ଦେଶ୍ୟ ଥିଲା ସାମାଜିକ ସମାନତା ଆଣିବା ଆଉ ଜାତୀୟ ସଂହତିକୁ ମଜବୁତ କରିବା। ଏହା ସହିତ ତ୍ରିଭାଷୀ ସୂତ୍ର, ବିଜ୍ଞାନ ଶିକ୍ଷା ଏବଂ ବୃତ୍ତିଗତ ଶିକ୍ଷାକୁ ମଧ୍ୟ ବହୁତ ଗୁରୁତ୍ୱ ଦିଆଯାଇଥିଲା। ତେବେ ଏହି ଦୁଇଟି କମିଶନକୁ ଦେଖିଲେ ଶିକ୍ଷା ବ୍ୟବସ୍ଥାର ଏକ ସ୍ପଷ୍ଟ କ୍ରମ ବିକାଶ ଦେଖିବାକୁ ମିଳୁଛି। ଯୋଉଠି ହଣ୍ଟର କମିଶନ ଶିକ୍ଷାକୁ ସମସ୍ତଙ୍କ ପାଇଁ ଉପଲବ୍ଧ କରାଇବାକୁ ଚେଷ୍ଟା କରୁଥିଲା, ସେଇଠି କୋଠାରୀ କମିଶନ ଶିକ୍ଷାକୁ ଏକ ସମାନ, ଆଧୁନିକ ଏବଂ ଜାତୀୟ ସ୍ତରର ବ୍ୟବସ୍ଥାରେ ପରିଣତ କରିବାକୁ ଲକ୍ଷ୍ୟ ରଖିଥିଲା। ଏବେ ଭାରତୀୟ ଇତିହାସର ଏକ ବହୁତ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ ଉପରେ କଥା ହେବା। ଏମିତି ଏକ ସମୟ ଯେତେବେଳେ ଭାରତର ପୂରା ମାନଚିତ୍ରକୁ ନୂଆ କରି ଆଙ୍କିବାକୁ ପଡ଼ିଥିଲା। ଆମେ କଥା ହେଉଛି ଫଜଲ ଅଲି କମିଶନ ବିଷୟରେ। ଦେଖନ୍ତୁ, ସ୍ୱାଧୀନତା ପରେ ଭାରତ ଗୋଟେ ସରଳ ଦେଶ ନଥିଲା। ଏହା ଥିଲା ଶହ ଶହ ରାଜ୍ୟ ଆଉ ରାଜୁଡ଼ା ଅଞ୍ଚଳର ଏକ ଜଟିଳ ମିଶ୍ରଣ। ଆଉ ସେତେବେଳେ ଭାଷାକୁ ନେଇ ସବୁଆଡ଼େ ଗୋଟେ ଆନ୍ଦୋଳନର ପରିବେଶ ଥିଲା। ହଁ, ବିଶେଷ କରି ଆନ୍ଧ୍ରପ୍ରଦେଶ ଗଠନ ପରେ ତ ଏହି ଦାବି ଆହୁରି ଜୋର ଧରିଥିଲା, ନାଇଁ କି? ଏକଦମ। ତେବେ ଏହି ପରିସ୍ଥିତିରେ 1953 ମସିହାରେ ଫଜଲ ଅଲି କମିଶନ ଗଠନ କରାଗଲା। ସେ ସମୟରେ ଭାଷାକୁ ଅଣଦେଖା କରିବା ସମ୍ଭବ ନଥିଲା। ତେଣୁ କମିଶନ ଭାଷାକୁ ଏକ ମୁଖ୍ୟ ଆଧାର ଭାବେ ଗ୍ରହଣ କଲେ।
କିନ୍ତୁ ସେମାନେ ଗୋଟିଏ ଭାଷା ଗୋଟିଏ ରାଜ୍ୟର ଯେଉଁ କଠୋର ନୀତି ଥିଲା ତାକୁ ପୂରାପୂରି ମନା କରିଦେଲେ। କମିଶନ ଚାହୁଁନଥିଲେ ଯେ ଲୋକେ ନିଜକୁ ପ୍ରଥମେ ତାମିଲ କିମ୍ବା ବଙ୍ଗାଳୀ ଭାବନ୍ତୁ ଆଉ ପରେ ଭାରତୀୟ। ତେଣୁ ସେମାନେ ଗୋଟେ ସନ୍ତୁଳିତ ରାସ୍ତା ବାହାର କଲେ ଆଉ ରାଜ୍ୟ ପୁନର୍ଗଠନ ପାଇଁ 4ଟି ମୁଖ୍ୟ ସୂତ୍ର ଦେଲେ। ଆଚ୍ଛା। ଦେଖନ୍ତୁ, ପ୍ରଥମ ଏବଂ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଥିଲା ଦେଶର ଏକତା ଓ ସୁରକ୍ଷା। ଠିକ୍। ଦ୍ୱିତୀୟରେ ଥିଲା ଭାଷାଗତ ଓ ସାଂସ୍କୃତିକ ସମାନତା। ହୁଁ। ତୃତୀୟରେ ଥିଲା ଆର୍ଥିକ, ଅର୍ଥନୈତିକ ଓ ପ୍ରଶାସନିକ ସୁବିଧା। ଆଉ ଶେଷରେ ଚତୁର୍ଥରେ ଥିଲା ଲୋକଙ୍କ କଲ୍ୟାଣ ପାଇଁ ଯୋଜନାର ସଫଳ ରୂପାୟନ। ମାନେ କହିବାକୁ ଗଲେ ରାଜ୍ୟ କେବଳ ଭାଷାରେ ନୁହେଁ ବରଂ ପ୍ରଶାସନ ଏବଂ ଆର୍ଥିକ ଦୃଷ୍ଟିରୁ ବି ସ୍ୱାବଲମ୍ବୀ ହେବ ଦରକାର। ଏକ୍ଜାକ୍ଟଲି, ଏହା ଏକ ସାମଗ୍ରିକ ଦୃଷ୍ଟିକୋଣ ଥିଲା। ଏହାକୁ ଆଧାର କରି 1956ରେ ରାଜ୍ୟ ପୁନର୍ଗଠନ ଅଧିନିୟମ ବା ଷ୍ଟେଟ୍ସ ରିଅର୍ଗାନାଇଜେସନ ଆକ୍ଟ ପାରିତ ହେଲା। ଓହୋ, ସେହି ପ୍ରସିଦ୍ଧ ଆଇନ। ହଁ, ଆଉ ସେ ଗୋଟିଏ ଆଇନ ବଳରେ ହିଁ ଭାରତର ମାନଚିତ୍ର ସମ୍ପୂର୍ଣ୍ଣ ବଦଳିଗଲା। 14ଟି ନୂଆ ରାଜ୍ୟ ଓ 6ଟି କେନ୍ଦ୍ରଶାସିତ ଅଞ୍ଚଳ ଗଠନ ହେଲା। ଆଜି ଆମେ ଯେଉଁ କେରଳ, କର୍ଣ୍ଣାଟକ, ମଧ୍ୟପ୍ରଦେଶ ଦେଖୁଛେ, ସେସବୁର ମୂଳଦୁଆ ସେହିଦିନ ହିଁ ପଡ଼ିଥିଲା। 1955 ମସିହାର କାକା କାଲେଲକର କମିଶନରୁ। ଏହାକୁ ତ ଭାରତର ପ୍ରଥମ ପଛୁଆବର୍ଗ ଆୟୋଗ କୁହାଯାଏ, କିନ୍ତୁ ସେତେବେଳେ ଏହାର ଆବଶ୍ୟକତା କାହିଁକି ପଡ଼ିଥିଲା? ପଛୁଆବର୍ଗଙ୍କୁ ଚିହ୍ନଟ କରିବାଟା ଗୋଟେ ବହୁତ ବଡ଼ ଆହ୍ୱାନ ଥିଲା। କାଲେଲକର କମିଶନର ମୁଖ୍ୟ କାମ ଥିଲା ଏଇ ବର୍ଗମାନଙ୍କୁ ଚିହ୍ନଟ କରିବାର ମାନଦଣ୍ଡ ସ୍ଥିର କରିବା ଆଉ ସେମାନଙ୍କର ଉନ୍ନତି ପାଇଁ ସୁପାରିଶ କରିବା। ଯଦିଓ ଏହାର ରିପୋର୍ଟକୁ ସେତେବେଳେ ଗ୍ରହଣ କରାଗଲା ନାହିଁ, ତଥାପି ଏହା ହିଁ ପଛୁଆବର୍ଗଙ୍କ ଅଧିକାର ପାଇଁ ଆଲୋଚନାର ମୂଳଦୁଆ ପକାଇଥିଲା। ଆଚ୍ଛା, ଆଉ ସେ 1955ରେ ହିଁ ଆଉ ଗୋଟେ ଗୁରୁତ୍ୱପୂର୍ଣ୍ଣ ସଂସ୍ଥା ଗଠନ ହେଲା, ଭାରତର ଆଇନ ଆୟୋଗ, MC ସେତଲୱାଡଙ୍କ ଅଧ୍ୟକ୍ଷତାରେ। ଏହାର କାମ କ'ଣ ଥିଲା? ହଁ, ସ୍ୱାଧୀନତା ପରେ ଆମ ପାଖରେ ଅନେକ ବ୍ରିଟିଶ ଅମଳର ପୁରୁଣା ଆଇନ ଥିଲା। ତେଣୁ ଆଇନ ଆୟୋଗର ମୁଖ୍ୟ କାମ ଥିଲା ସେହି ଅପ୍ରଚଳିତ ଆଇନଗୁଡ଼ିକୁ ହଟେଇବା ଆଉ ସମୟ ଅନୁସାରେ ନୂଆ ଆଇନ ପାଇଁ ସରକାରକୁ ପରାମର୍ଶ ଦେବା। ଆଇନଗତ ସଂସ୍କାର କ୍ଷେତ୍ରରେ ଏହାର ଭୂମିକା ଆଜି ବି ବହୁତ ଗୁରୁତ୍ୱପୂର୍ଣ୍ଣ। ବୁଝିଲି। ଏବେ ଆସିବା ସେହି କମିଟି ଉପରକୁ ଯାହା ଭାରତୀୟ ଗଣତନ୍ତ୍ରକୁ ପୁରା ଗାଁ ସ୍ତରକୁ ନେଇଗଲା। ବଲବନ୍ତ ରାୟ ମେହେତା କମିଟି 1957। ଏଟା ସାମୁଦାୟିକ ବିକାଶ କାର୍ଯ୍ୟକ୍ରମର ସମୀକ୍ଷା ପାଇଁ ତିଆରି ହୋଇଥିଲା। ସେ କାର୍ଯ୍ୟକ୍ରମରେ କ'ଣ ଭୁଲ ଥିଲା କି? ସାମୁଦାୟିକ ବିକାଶ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଭଲ ଥିଲା, କିନ୍ତୁ ସମସ୍ୟା ହେଲା ଏଇଟା ଗୋଟେ ଟପ୍ ଡାଉନ୍ ବ୍ୟବସ୍ଥା ଥିଲା। ମାନେ ସବୁକିଛି ସରକାରୀ ବାବୁଙ୍କ ଦ୍ୱାରା ହିଁ ପରିଚାଳିତ ହେଉଥିଲା। ସାଧାରଣ ଲୋକଙ୍କର ସେଥିରେ କୌଣସି ଭୂମିକା ନଥିଲା। ଓହୋ, ସେଇଥିପାଇଁ ଏହା ବିଫଳ ହେଲା। ଆଜ୍ଞା, ଆଉ ବଳବନ୍ତ ରାୟ ମେହେଟାଙ୍କ କମିଟି ଏଇ ମୂଳ ସମସ୍ୟାକୁ ହିଁ ଧରିଥିଲା। ସେମାନେ କହିଲେ ଯେ ପ୍ରକୃତ ବିକାଶ ପାଇଁ କ୍ଷମତାର ବିକେନ୍ଦ୍ରୀକରଣ ନିହାତି ଜରୁରୀ। ଏଥିପାଇଁ ସେମାନେ ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାର ସୁପାରିଶ କଲେ। ଗ୍ରାମ ପଞ୍ଚାୟତ, ପଞ୍ଚାୟତ ସମିତି ଓ ଜିଲ୍ଲା ପରିଷଦ। ହଁ, ଏହା କେବଳ ଏକ ପ୍ରଶାସନିକ ପରିବର୍ତ୍ତନ ନଥିଲା, ବୁଝିଲେ, ଏହା ଗଣତନ୍ତ୍ରକୁ ପୁରା ତୃଣମୂଳ ସ୍ତରରେ ପହଞ୍ଚାଇବାର ଏକ ବୈପ୍ଳବିକ ପଦକ୍ଷେପ ଥିଲା। କିନ୍ତୁ ଠିକ୍ 20 ବର୍ଷ ପରେ 1977ରେ ଆଉ ଗୋଟେ କମିଟି ଆସିଲା, ଅଶୋକ ମେହେଟା କମିଟି। ଏହି ପଞ୍ଚାୟତିରାଜ ବ୍ୟବସ୍ଥାର ପୁଣି ସମୀକ୍ଷା ହେଲା। ଏତେ ଶୀଘ୍ର ପରିବର୍ତ୍ତନର ଆବଶ୍ୟକତା କାହିଁକି ପଡ଼ିଲା? କାରଣ ସେତେବେଳକୁ ଦେଖାଗଲା ଯେ ତ୍ରିସ୍ତରୀୟ ବ୍ୟବସ୍ଥା ଅନେକ ଜାଗାରେ ଦୁର୍ବଳ ହୋଇଯାଇଛି। ରାଜନୈତିକ ଇଚ୍ଛାଶକ୍ତିର ଅଭାବ, ଆର୍ଥିକ ସମସ୍ୟା, ଏସବୁ ଯୋଗୁଁ ଏହା ଠିକ୍ ଭାବେ କାମ କରୁନଥିଲା। ତେଣୁ ଅଶୋକ ମେହେଟା କମିଟି ଗୋଟେ ଅଲଗା ଦୃଷ୍ଟିକୋଣ ଆଣିଲା। ସେମାନେ ତ୍ରିସ୍ତରୀୟ ବଦଳରେ ଦ୍ୱିସ୍ତରୀୟ ବ୍ୟବସ୍ଥା ପାଇଁ କହିଲେ, ମାନେ ଜିଲ୍ଲା ପରିଷଦ ଆଉ ମଣ୍ଡଳ ପଞ୍ଚାୟତ, ଯାହା ଅଧିକ ଶକ୍ତିଶାଳୀ ହେବ। ଆଚ୍ଛା, ଆଉ ତା ସହିତ ଅଧିକ ଆର୍ଥିକ କ୍ଷମତା ଦେବାକୁ ବି କହିଥିଲେ। ହଁ, ରାଜନୈତିକ ଓ ଆର୍ଥିକ ଦୁଇଟି ଯାକ କ୍ଷମତା। ଠିକ୍ ସେ 1977 ମସିହାରେ ଆଉ ଗୋଟେ ବହୁ ଚର୍ଚ୍ଚିତ କମିଶନ ଗଠନ ହେଲା, ଶାହା କମିଶନ। ଏହା ତ ସିଧାସଳଖ ଜରୁରୀକାଳୀନ ପରିସ୍ଥିତି ସହିତ ଜଡ଼ିତ। ଏହା କେବଳ ଗୋଟେ ତଦନ୍ତ ଥିଲା, ନା ଏହାର ପ୍ରଭାବ ଆହୁରି ଗଭୀର ଥିଲା? ନା, ଏହା କେବଳ ତଦନ୍ତ ନଥିଲା। ଏହା ଥିଲା ଭାରତୀୟ ଗଣତନ୍ତ୍ର ପାଇଁ ଏକ ଆତ୍ମସମୀକ୍ଷା। 1975ରୁ 77ର ଜରୁରୀକାଳୀନ ପରିସ୍ଥିତି ସମୟରେ କ୍ଷମତାର କିପରି ଅପବ୍ୟବହାର ହୋଇଥିଲା, ନାଗରିକଙ୍କ ଅଧିକାର କେମିତି ଛଡ଼ାଇ ନିଆଯାଇଥିଲା, ଜଷ୍ଟିସ୍ ଜେ.ସି. ଶାହାଙ୍କ କମିଶନ ତାହାର ପୁଙ୍ଖାନୁପୁଙ୍ଖ ତଥ୍ୟ ସାମ୍ନାକୁ ଆଣିଥିଲା।
ଏଇ ରିପୋର୍ଟ ଗୋଟେ ଐତିହାସିକ ଦସ୍ତାବେଜ। ଏହା ଆମକୁ ମନେ ପକେଇ ଦିଏ ଯେ ଗଣତନ୍ତ୍ରରେ କୌଣସି ସରକାର ଅସୀମିତ କ୍ଷମତାର ଅଧିକାରୀ ନୁହେଁ। ଆଉ ଶେଷରେ ଆସିବା ସେହି କମିଶନ ପାଖକୁ, ଯାହାର ରିପୋର୍ଟ 10 ବର୍ଷ ଥଣ୍ଡାବସ୍ଥାରେ ପଡ଼ି ରହିବା ପରେ ପୁରା ଦେଶର ରାଜନୀତିକୁ ବଦଳାଇ ଦେଲା। ମଣ୍ଡଲ କମିଶନ 1989, ଏହାର ସୁପାରିଶ ଏତେ ବିବାଦୀୟ କାହିଁକି ଥିଲା? କାକା କାଲେଲକର କମିଶନ ଯେଉଁ କାମ ଅଧାରୁ ଛାଡ଼ିଥିଲା, ମଣ୍ଡଳ କମିଶନ ତାକୁ ଆଗକୁ ନେଲା। ଏହାର ମୁଖ୍ୟ କାମ ଥିଲା ଅନ୍ୟାନ୍ୟ ପଛୁଆବର୍ଗ ବା ଓବିସିଙ୍କୁ ଚିହ୍ନଟ କରିବା। କମିଶନ ତା ରିପୋର୍ଟରେ କହିଲା ଯେ ଭାରତର ଜନସଂଖ୍ୟାର ପାଖାପାଖି 52% ହେଉଛନ୍ତି ଓବିସି। 52%? ହଁ, ଆଉ ସେମାନଙ୍କୁ ସରକାରୀ ଚାକିରି ଆଉ ଶିକ୍ଷାନୁଷ୍ଠାନରେ 27% ସଂରକ୍ଷଣ ମିଳିବା ଦରକାର। ଏଇ 27% ସୁପାରିଶ ବିସ୍ଫୋରକ ଥିଲା। ଆଉ ଯେତେବେଳେ 1990ରେ ଭିପି ସିଂ ସରକାର ଏହାକୁ ଲାଗୁ କଲେ, ପୁରା ଦେଶରେ ଝଡ଼ ସୃଷ୍ଟି ହେଲା। ଏହା କେବଳ ସଂରକ୍ଷଣର ପ୍ରଶ୍ନ ନଥିଲା, ଏହା ଭାରତୀୟ ସମାଜ ଆଉ ରାଜନୀତିରେ ଶକ୍ତି ସନ୍ତୁଳନକୁ ବଦଳାଇ ଦେଇଥିଲା। ଏବେ ଯେଉଁ ବିଷୟରେ ଆଲୋଚନା କରିବାକୁ ଯାଉଛେ, ତାହା ହେଉଛି ସରକାରିଆ କମିଶନ। ହଁ, ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ତ ଏହା ଏକ ବହୁତ ଗୁରୁତ୍ୱପୂର୍ଣ୍ଣ ବିଷୟ। ଏକଦମ। ତେବେ 1980 ଦଶକରେ କେନ୍ଦ୍ର ଆଉ ରାଜ୍ୟ ସରକାରଙ୍କ ଭିତରେ ସମ୍ପର୍କ ଟିକେ ଖରାପ ହୋଇଯାଇଥିଲା। ବହୁତ ଖରାପ। ସେଇଥିପାଇଁ ତ 1983ରେ ଏହି କମିଶନ ଗଠନ କରାଗଲା। ଆଉ ଏହାର ଅଧ୍ୟକ୍ଷ ଥିଲେ ଜଷ୍ଟିସ୍ ରଣଜିତ ସିଂ ସରକାରିଆ। ଆଉ ସେମାନେ ଯେଉଁ ରିପୋର୍ଟ ଦେଲେ, ସେଥିରେ ପାଖାପାଖି 247ଟି ସୁପାରିଶ ଥିଲା। ହଁ, 247ଟି। ଏହା କେବଳ ଗୋଟେ ରିପୋର୍ଟ ନଥିଲା, ବରଂ ଭାରତର ସଂଘୀୟ ବ୍ୟବସ୍ଥା ପାଇଁ ଏକ ବ୍ଲୁପ୍ରିଣ୍ଟ ଥିଲା। ତେବେ ଚାଲନ୍ତୁ ଏହାର କିଛି ମୁଖ୍ୟ ସୁପାରିଶଗୁଡ଼ିକୁ ଗୋଟି ଗୋଟି କରି ଦେଖିବା। ନିଶ୍ଚୟ। ତ ଆମର ପ୍ରଥମ ବିନ୍ଦୁ ହେଉଛି କେନ୍ଦ୍ର ରାଜ୍ୟ ସମ୍ପର୍କ। ଆଚ୍ଛା। ଏଥିରେ କମିଶନ କୋଅପରେଟିଭ ଫେଡରାଲିଜମ ବା ସହଯୋଗୀ ସଂଘୀୟ ବ୍ୟବସ୍ଥା ଉପରେ ସବୁଠୁ ବେଶି ଜୋର ଦେଇଥିଲେ। ଦେଶର ବିକାଶ ପାଇଁ ଦୁହେଁ ମିଶି କାମ କରିବା କଥା। ଏଇ ପ୍ରସଙ୍ଗରେ ଧାରା 356 ରାଷ୍ଟ୍ରପତି ଶାସନକୁ ନେଇ ସେମାନେ ଗୋଟେ ବଡ଼ କଥା କହିଥିଲେ। କ'ଣ କହିଥିଲେ? ସେମାନେ କହିଲେ ଏହାର ବ୍ୟବହାର କେବଳ ଏସବୁଠାରୁ ଶେଷ ଉପାୟ ଭାବେ ହିଁ କରାଯିବା ଉଚିତ। ସେତେବେଳେ ଏହାର ରାଜନୈତିକ ଦୁରୁପଯୋଗ ହେଉଥିବାର ବାରମ୍ବାର ଅଭିଯୋଗ ଆସୁଥିଲା। ବୁଝିଲି। ଆଉ ଧାରା 356 ସହିତ ତ ରାଜ୍ୟପାଳଙ୍କ ଭୂମିକା ସବୁବେଳେ ଯୋଡ଼ି ହୋଇ ରହିଥାଏ। ହଁ, ଠିକ୍ କହିଲେ। ଆଉ ତା ହିଁ ଆମର ପରବର୍ତ୍ତୀ ବିନ୍ଦୁ, ରାଜ୍ୟପାଳଙ୍କ ଭୂମିକା। ଠିକ୍ ଅଛି। କମିଶନ ସ୍ପଷ୍ଟ ଭାବେ କହିଥିଲେ ଯେ ରାଜ୍ୟପାଳ ଜଣେ ନିରପେକ୍ଷ ବ୍ୟକ୍ତି ହେବା ଦରକାର, ଯାହାଙ୍କର ସକ୍ରିୟ ରାଜନୀତି ସହ ସମ୍ପର୍କ ନଥିବ। ଆଉ କିଛି? ହଁ, ଆହୁରି ଦୁଇଟି ମୁଖ୍ୟ କଥା। ପ୍ରଥମତଃ, ରାଜ୍ୟପାଳ ସେହି ରାଜ୍ୟର ଲୋକ ହୋଇନଥିବେ। ଆଚ୍ଛା। ଆଉ ଦ୍ୱିତୀୟରେ, ତାଙ୍କର 5 ବର୍ଷର କାର୍ଯ୍ୟକାଳ ସ୍ଥିର ରହିବା ଦରକାର। ତାପରେ ଆସିବା ଆଇନଗତ ବା ଆର୍ଥିକ କ୍ଷେତ୍ରକୁ। ହଁ, ତେବେ ଆମର ପରବର୍ତ୍ତୀ ବିନ୍ଦୁ ହେଲା ବୈଧାନିକ ଓ ଆର୍ଥିକ ସମ୍ପର୍କ। କମିଶନ କହିଲେ ଯେ ସମବର୍ତ୍ତୀ ତାଲିକା କନକରେଣ୍ଟ ଲିଷ୍ଟ ଉପରେ କୌଣସି ଆଇନ ଆଣିବା ପୂର୍ବରୁ କେନ୍ଦ୍ର ସରକାର ରାଜ୍ୟମାନଙ୍କ ସହ ଆଲୋଚନା କରିବା ଦରକାର। ଆଉ ଆର୍ଥିକ କ୍ଷେତ୍ରରେ? ଆର୍ଥିକ କ୍ଷେତ୍ରରେ ରାଜ୍ୟମାନଙ୍କୁ ଅଧିକ ସ୍ୱାୟତ୍ତତା ଦେବାକୁ କୁହାଗଲା, ଯାହାଫଳରେ କେନ୍ଦ୍ର ଉପରେ ସେମାନଙ୍କର ନିର୍ଭରଶୀଳତା କମିବ। ଏହା ବ୍ୟତୀତ ଆଉ ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ବି ନୋଟ୍ସରେ ଅଛି। ଗୋଟିଏ ହେଲା ସର୍ବଭାରତୀୟ ସେବା, ଆଉ ଅନ୍ୟଟି ଧାରା 370। ହଁ, ସର୍ବଭାରତୀୟ ସେବା ବା ଅଲ୍ ଇଣ୍ଡିଆ ସର୍ଭିସେସକୁ କମିଶନ ଦେଶର ଏକତା ପାଇଁ ବହୁତ ଜରୁରୀ ବୋଲି କହିଥିଲେ। ଆଉ ଧାରା 370 ବିଷୟରେ? ଆଉ ଧାରା 370 ବିଷୟରେ କମିଶନଙ୍କ ମତ ଥିଲା ଯେ ଏହା ଏକ ଅସ୍ଥାୟୀ ବ୍ୟବସ୍ଥା ନୁହେଁ। ତେବେ ମୋଟାମୋଟି ଭାବେ ଦେଖିଲେ ସରକାରିଆ କମିଶନର ମୂଳ ଲକ୍ଷ୍ୟ ଥିଲା କେନ୍ଦ୍ର ଆଉ ରାଜ୍ୟ ଭିତରେ ଏକ ସୁସ୍ଥ ଓ ସହଯୋଗୀ ସମ୍ପର୍କ ଗଢ଼ିବା। ଏକଦମ ଠିକ୍। ଆମ ତାଲିକାରେ ଅଛି 1984 ଶିଖ ବିରୋଧୀ ଦଙ୍ଗା ପାଇଁ ଗଠିତ ନାନାବତୀ କମିଶନ। ହଁ, ନାନାବତୀ କମିଶନ। ଆଉ ଆଶ୍ଚର୍ଯ୍ୟର କଥା, ଏହାର ରିପୋର୍ଟ ଆସିବାକୁ ପ୍ରାୟ 21 ବର୍ଷ ଲାଗିଗଲା। 21 ବର୍ଷ। ରିପୋର୍ଟ ଆସିଲା 2005ରେ। ଆଉ ଏହି ବିଳମ୍ବ ହିଁ ଏହା ଏକା ନୁହେଁ। ସେହିପରି ଦେଖନ୍ତୁ 1992 ବାବରି ମସଜିଦ ଘଟଣା। ଲିବରହାନ୍ କମିଶନ। ହଁ, ଲିବରହାନ୍ କମିଶନ। ତାକୁ ନିଜ ରିପୋର୍ଟ ଦେବାକୁ ଲାଗିଲା ପାଖାପାଖି 17 ବର୍ଷ। 2009ରେ ରିପୋର୍ଟ ଦାଖଲ ହେଲା। 1992 ବମ୍ବେ ଦଙ୍ଗା ପାଇଁ ଜଷ୍ଟିସ୍ ଶ୍ରୀକୃଷ୍ଣ କମିଶନ। ଆଚ୍ଛା, ତେବେ ଏହାର ରିପୋର୍ଟରେ କ'ଣ କିଛି ଅଲଗା କଥା ଥିଲା? କାହିଁକି ଏହା ଏତେ ଚର୍ଚ୍ଚିତ ହୋଇଥିଲା? ନିଶ୍ଚିତ ଭାବରେ। କାରଣ ଏହି କମିଶନ କେବଳ ଦଙ୍ଗାର କାରଣ ଖୋଜି ନଥିଲା। ଏହା ଭିତରକୁ ଯାଇ ପୁଲିସର ପାତ୍ର ଅନ୍ତର ଏବଂ ପ୍ରଶାସନିକ ତ୍ରୁଟି ଭଳି ସ୍ପର୍ଶକାତର କଥା ସାମ୍ନାକୁ ଆଣିଥିଲା।
ତେବେ ଏହା ଦର୍ଶାଉଥିଲା ଯେ କେମିତି ବ୍ୟବସ୍ଥା ନିଜେ ମଧ୍ୟ ବେଳେବେଳେ ଠିକ୍ ଭାବେ କାମ କରେନି। ଏକଦମ। ତେଣୁ ଏହି ତିନୋଟି କମିଶନକୁ ଦେଖିଲେ ଗୋଟେ କଥା ସ୍ପଷ୍ଟ ହୁଏ। ସରକାର ଏକ କମିଶନ ଗଠନ କରି ନ୍ୟାୟର ପ୍ରତିଶ୍ରୁତି ଦେଉଥିଲେ, କିନ୍ତୁ ନ୍ୟାୟ ପାଇଁ ଯାତ୍ରାଟା ବହୁତ ଲମ୍ବା ଆଉ କଷ୍ଟକର ଥିଲା। ତେବେ ଏସବୁ ତ ଗଲା ପାତିକିଆଶୀଳ ପଦକ୍ଷେପ, କିନ୍ତୁ ଆପଣ କହୁଥିଲେ ସେହି ସମୟରେ କିଛି ଦୂରଦୃଷ୍ଟି ସମ୍ପନ୍ନ କାମ ବି ଚାଲିଥିଲା। ହଁ, ଶାସନ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ। ଆଉ ଏହାର ସବୁଠୁ ବଡ଼ ଉଦାହରଣ ହେଉଛି 1986ର ଏଲ୍.ଏମ୍. ସିଂଘଭି କମିଟି। ଆଚ୍ଛା, ସିଂଘଭି କମିଟି। ଏହା କୌଣସି ଦଙ୍ଗା ପାଇଁ ନଥିଲା, ଠିକ୍ ତ? ନା, ବିଲକୁଲ ନୁହେଁ। ଏହା ଥିଲା ପଞ୍ଚାୟତିରାଜ ଅନୁଷ୍ଠାନ, ମାନେ ଆମର PRIsକୁ କିପରି ଅଧିକ ଶକ୍ତିଶାଳୀ କରାଯିବ, ସେଥିପାଇଁ। ଆଉ ଏହାର ସବୁଠୁ ଗୁରୁତ୍ୱପୂର୍ଣ୍ଣ ସୁପାରିଶ କ'ଣ ଥିଲା? ସବୁଠୁ ବଡ଼ ସୁପାରିଶ ଥିଲା ଏହି ସ୍ଥାନୀୟ ସଂସ୍ଥାଗୁଡ଼ିକୁ ସାମ୍ବିଧାନିକ ମାନ୍ୟତା ଦିଆଯାଉ। ସାମ୍ବିଧାନିକ ମାନ୍ୟତା। ଆଉ ଏହାର ପ୍ରଭାବ ତ ବହୁତ ବଡ଼ ଥିଲା, ନୁହେଁ କି? ବହୁତ ବଡ଼। ଏହା ମୂଳଦୁଆ ସଦୃଶ୍ୟ ଥିଲା। ଏହି ଗୋଟିଏ ସୁପାରିଶ ସିଧାସଳଖ 1992ର 63ତମ ସମ୍ବିଧାନ ସଂଶୋଧନ ଅଧିନିୟମର କାରଣ ପାଲଟିଥିଲା। ଯାହା ଭାରତରେ କ୍ଷମତା ବିକେନ୍ଦ୍ରୀକରଣ ଦିଗରେ ଏକ ଯୁଗାନ୍ତକାରୀ ପଦକ୍ଷେପ ଥିଲା। ଏହା ଫଳରେ ଗାଁର ସରପଞ୍ଚ ନିଜ ପଞ୍ଚାୟତ ପାଇଁ ସିଧାସଳଖ ପାଣ୍ଡି ପାଇବାର ଅଧିକାର ପାଇଲେ। ସତରେ। ଆଉ ସେହିପରି ସଂସ୍ଥାଗତ ସଂସ୍କାର କଥା କହିଲେ 1992ରେ ଜାତୀୟ ମହିଳା ଆୟୋଗ ମଧ୍ୟ ଗଠନ କରାଯାଇଥିଲା। ହଁ, ଆଉ ତାହା ଏକ ବୈଧାନିକ ସଂସ୍ଥା ଥିଲା। ମାନେ ଏହା ସଂସଦରେ ଏକ ସ୍ୱତନ୍ତ୍ର ଆଇନ ଦ୍ୱାରା ଗଠନ କରାଯାଇଥିଲା। ସେଥିପାଇଁ ଏହାକୁ କାମ କରିବାକୁ ସରକାରୀ କ୍ଷମତା ଏବଂ ସ୍ୱାଧୀନତା ମିଳିଥାଏ। ଆଚ୍ଛା, ତେବେ ଏହାର ଉଦ୍ଦେଶ୍ୟ ଥିଲା ମହିଳାଙ୍କ ଅଧିକାରର ସୁରକ୍ଷା କରିବା। ହଁ, ଆଉ ଲିଙ୍ଗଗତ ନ୍ୟାୟ ପାଇଁ ସରକାରକୁ ପରାମର୍ଶ ଦେବା। ଏହା ଏକ ନିର୍ଦ୍ଦିଷ୍ଟ ବର୍ଗ ପାଇଁ ସ୍ଥାୟୀ ବ୍ୟବସ୍ଥା ଥିଲା।